ଆଜିର ସକାଳରେ ଆପଣମାନଙ୍କ ପାଇଁ ସବୁଠୁ ବଡ଼ ଖବର ଆସିଲା। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି, ଯାହାଦ୍ୱାରା କି ଆପଣମାନଙ୍କୁ 1500 ଟଙ୍କା ମିଳିବାକୁ ଯାଉଛି। ତେବେ ଆସନ୍ତୁ ଦେଖିବା କ'ଣ ରହିଛି ସମ୍ପୂର୍ଣ୍ଣ ଖବର। ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସାଇଟ୍ରେ ଆସୁଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ସିଲେକ୍ଟ କରିନିଅନ୍ତୁ। ସବୁଠୁ ବଡ଼ କଥା ହେଉଛି ଯେ ସରକାର ପ୍ରତି ମାସରେ 500 ଟଙ୍କା ଲେଖାଏଁ 3 ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଆର୍ଥିକ ସାହାଯ୍ୟ ଦେବେ। ଏନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଆର୍ଥିକ ସହାୟତା ସେହିମାନଙ୍କୁ ମିଳିବ ଯେଉଁମାନଙ୍କର ଜନଧନ ଆକାଉଣ୍ଟ ରହିଛି। ତେବେ ମୋଟ ଜନଧନ ଆକାଉଣ୍ଟରେ 53% ମହିଳାଙ୍କ ନାମରେ ଥିବାରୁ ଏହାର ସିଧା ଲାଭ ମହିଳାମାନେ ଉଠାଇ ପାରିବେ। ଏହାର ପ୍ରଥମ କିସ୍ତି ଏପ୍ରିଲ 3 ତାରିଖରୁ ଆକାଉଣ୍ଟକୁ ଆସିବ। ଏହାର ସିଧା ଲାଭ ଦେଶର 20 କୋଟି ମହିଳାଙ୍କୁ ମିଳିବ। ଏହା ବ୍ୟତୀତ ମୋଟ 3 କୋଟି ବୃଦ୍ଧା, ଦିବ୍ୟାଙ୍ଗ, ବିଧବା ମହିଳାଙ୍କୁ ଅତିରିକ୍ତ 1000 ଟଙ୍କା ମିଳିବ, ଯାହାକୁ 2ଟି କିସ୍ତିରେ ଦିଆଯିବ। ଯଦି ଆପଣମାନଙ୍କର ଜନଧନ ଆକାଉଣ୍ଟ ଅଛି ତେବେ ଆପଣମାନେ ଏହାର ଲାଭ ନିଶ୍ଚିନ୍ତ ଉଠାଇ ପାରିବେ। ତେବେ ମୋଦିଙ୍କର ଘୋଷଣା ଯେ ଜନଧନ ଆକାଉଣ୍ଟଧାରୀଙ୍କୁ ଟଙ୍କା ପ୍ରଦାନର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି। ସରକାର ପ୍ରତି ମାସରେ 500 ଟଙ୍କା ଲେଖାଏଁ 3 ମାସ ପର୍ଯ୍ୟନ୍ତ ଜନଧନ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସାହାଯ୍ୟ ଦେବେ ବୋଲି ଘୋଷଣା କରିଛନ୍ତି। ଏହି ଆର୍ଥିକ ସହାୟତା ସେହିମାନଙ୍କୁ ମିଳିବ ଯେଉଁମାନଙ୍କର ଜନଧନ ଆକାଉଣ୍ଟ ରହିଛି। ଏହି ଜନଧନ ଆକାଉଣ୍ଟରେ 53% ମହିଳାଙ୍କ ନାମରେ ରହିଥିବାରୁ ଏହାର ସିଧା ଲାଭ ମହିଳାମାନେ ଉଠାଇ ପାରିବେ। ଏହାର ପ୍ରଥମ କିସ୍ତି ଏପ୍ରିଲ 3 ତାରିଖରେ ଆକାଉଣ୍ଟକୁ ଆସିବ। ଏହାର ସିଧା ଲାଭ ଦେଶର 20 କୋଟି ମହିଳାଙ୍କୁ ମିଳିବ। ଏହା ବ୍ୟତୀତ ମୋଟ 3 କୋଟି ବୃଦ୍ଧା, ଦିବ୍ୟାଙ୍ଗ, ବିଧବା ମହିଳାଙ୍କୁ 1000 ଟଙ୍କା ଲେଖାଏଁ ମିଳିବ, ଯାହାକୁ 2ଟି କିସ୍ତିରେ ଦିଆଯିବ। ଆଉ ଆପଣମାନଙ୍କର ଜନଧନ ଆକାଉଣ୍ଟ ଅଛି କି ନାହିଁ କମେଣ୍ଟରେ ଜଣାଇବେ। ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ।